ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ପାସ୍ତା ଗୋଟେ ଏମିତି ଜିନିଷ କାହାକୁ ବି ଖାଇବାକୁ ଭଲ ନ ଲାଗେ। ସାନ ପିଲାଙ୍କଠୁ ଆରମ୍ଭ କରିକି ବୟସ୍କ ଲୋକମାନେ ବି ପାସ୍ତା ଖାଇବାକୁ ବହୁତ ହି ପସନ୍ଦ କରିଥାନ୍ତି। ତ ସେହି ପାସ୍ତାକୁ ମୁଁ ଆଜି ଅଣ୍ଡା ପକେଇକି ଅତି ସହଜ ଉପାୟରେ ଗୋଟେ ମସ୍ତ ଅଣ୍ଡା ପାସ୍ତାଟେ ବନେଇଛି, ଯାହାକୁ ଆପଣମାନେ ଘରେ ଅତି ସହଜରେ ବନେଇ ପାରିବେ ଆଉ ଖାଇବାକୁ ବି ବହୁତ ଟେଷ୍ଟି ଲାଗେ। ତ ଚାଲନ୍ତୁ ଏବେ ଆକୁ ବନେଇବା ଷ୍ଟାର୍ଟ କରିବା। ଅଣ୍ଡା ପାସ୍ତା ବନେଇବା ପାଇଁ ଫାଷ୍ଟ ଆମେ ଗୋଟେ କଡ଼େଇରେ କିଛି ପାଣି ନେଇଯିବା ଆଉ ପାଣିକୁ ଭଲସେ ପୁରା ଗରମ କରିବା। ଦେଖନ୍ତୁ ପାଣି ଏବେ ଆମର ପୁରା ଭଲସେ ଗରମ ହେଇଗଲାଣି। ଏବେ ଏଥିରେ କିଛି ଲୁଣ ପକେଇଦେବା ଆଉ ଆମେ ନେଇଥିବା ଆମର ପାସ୍ତାକୁ ଏଥିରେ ପକେଇବା। ମୁଁ ଏଠି କିଛି ସ୍ପ୍ରିଙ୍ଗ ଡିଜାଇନର ପାସ୍ତା ନେଇଛି। ଆପଣମାନଙ୍କୁ ଯେକୌଣସି ଡିଜାଇନ ପସନ୍ଦ ଆପଣ ସେହି ହିସାବରେ ପାସ୍ତା ୟୁଜ୍ କରିପାରିବେ। ଏବେ ପାସ୍ତାକୁ ପୁରା 10ରୁ 15 ମିନିଟ୍ ପର୍ଯ୍ୟନ୍ତ ପୁରା ହାଇ ଫ୍ଲେମ୍ରେ ବଏଲ୍ କରିବା। ଦେଖନ୍ତୁ ଆମର ଅଲରେଡ଼ି ଏବେ 15ରୁ 20 ମିନିଟ୍ ପୁରା ହେଇଗଲାଣି। ଦେଖନ୍ତୁ ମୁଁ ଏବେ ଛୁରୀରେ ଟିକେ କଟ୍ କରିକି ଦେଖାଉଛି। ଦେଖିପାରୁଥିବେ ଆପଣମାନେ ପାସ୍ତା ଏବେ ଆମର ପୁରା 100% ବଏଲ୍ ହେଇଗଲାଣି। ଏବେ ଏହି ପାସ୍ତା ଗୁଡ଼ିକୁ ଛାଣିକି ଗୋଟେ ଜାଗାକୁ ବାହାର କରିଦେବା। ଦେଖନ୍ତୁ ମୁଁ ଏବେ ପାସ୍ତା ଗୁଡ଼ିକୁ କେତେ ବଢ଼ିଆ ସେ ପୁରା ଗୋଟେ ଜାଗାକୁ ଛାଣିକି ବାହାର କରିଦେଉଛି। ଦେଖନ୍ତୁ ଯେତେବେଳେ ସବୁ ପାସ୍ତାକୁ ଆମେ ଗୋଟେ ଜାଗାକୁ ବାହାର କରିଦେବା, ସେଥିରେ ଅଳ୍ପ କିଛି ରିଫାଇନ୍ ଅଏଲ୍ ପକେଇଦେବା ଆଉ ତାକୁ ଏମିତି ଧୀରେ ଧୀରେ କରି ତଳ ଉପର କରିଦେବା। ଏମିତି କଲେ ପାସ୍ତା ଗୁଡ଼ିକ ଆମର ବିଣ୍ଡା ହେଇକି ଆଉ ଲାଗିବନି ଆଉ ଆମକୁ ଫାଇନାଲି ପାସ୍ତା ବନେଇଲା ବେଳକୁ ବହୁତ ହି ସୁବିଧା ହେବ। ଏବେ ଗୋଟେ ପ୍ୟାନରେ କିଛି ରିଫାଇନ୍ ଅଏଲ୍କୁ ଗରମ କରିଦେବା ଆଉ ତେଲ ଭଲସେ ଗରମ ହେଇଗଲେ ସେଥିରେ ଏମିତି ଛୋଟ ଛୋଟ କଟା ହେଇଥିବା କିଛି ପିଆଜ ପକେଇବା ଆଉ କିଛି କଞ୍ଚା ଲଙ୍କାକୁ ଏମିତି ସରୁ ସରୁ କରି କାଟିକି ପକେଇବା। ତାପରେ ଏହି ପିଆଜ ଆଉ କଞ୍ଚା ଲଙ୍କାକୁ ପୁରା 2 ମିନିଟ୍ ପର୍ଯ୍ୟନ୍ତ ଏମିତି ହାଇ ଫ୍ଲେମ୍ରେ ଟିକେ ଫ୍ରାଏ କରିବା। ତାପରେ ଏଥିରେ କିଛି କଞ୍ଚା ଅଣ୍ଡାକୁ ଏମିତି ଭାଙ୍ଗିକି ପକେଇବା। ତାପରେ ଏଥିରେ ସ୍ୱାଦ ଅନୁସାରେ କିଛି ଲୁଣକୁ ପକେଇବା ଆଉ ଲୁଣ ପକେଇ ସାରିଲା ପରେ ଅଣ୍ଡା ଗୁଡ଼ିକୁ ଏମିତି ଧୀରେ ଧୀରେ କରି ଗୋଳେଇବା ଆଉ ଆକୁ ଏମିତି ପୁରା ହାଇ ଫ୍ଲେମ୍ରେ ଗୋଳେଇକି ଗୋଟେ ଭୁଜିଆ ଟାଇପ୍ର କରିବା। ଦେଖନ୍ତୁ ମୁଁ ଏବେ ଅଣ୍ଡା ଗୁଡ଼ିକୁ କେତେ ବଢ଼ିଆ ସେ ପୁରା ଭୁଜିଆ ଟାଇପ୍ର କରିଦେଇଛି। ଏବେ ଏଥିରେ ଆମେ ବଏଲ୍ କରିକି ରଖିଥିବା ଆମର ପାସ୍ତା ସବୁ ପକେଇବା ଆଉ କିଛି ପାସ୍ତା ମସଲାକୁ ଆ ଉପରେ ଏମିତି ପକେଇବା। ତାପରେ ଅଳ୍ପ କିଛି ଗୋଲମରିଚ ଗୁଣ୍ଡ ଆ ଉପରେ ପକେଇବା ଆଉ କିଛି ଟମାଟୋ ସସ୍କୁ ପକେଇବା। ଆପଣମାନେ ଚାହିଁଲେ କିଛି ଚିଲି ସସ୍ ବି ଏଥିରେ ୟୁଜ୍ କରିପାରିବେ। ଯେହେତୁ ମୁଁ ଏଠି ବହୁତ ସାରା କଞ୍ଚା ଲଙ୍କାକୁ ୟୁଜ୍ କରିଛି ତ ଚିଲି ସସ୍ ଆଉ ପକେଇ ନାହିଁ। ତ ଏବେ ଏଥିରେ କିଛି ଚିଜ୍କୁ ଏମିତି ଗୁଣ୍ଡ ଗୁଣ୍ଡ ଟାଇପ୍ର କରିକି ପକେଇବା ଆଉ କିଛି ଫ୍ରେଶ୍ ଧନିଆ ପତ୍ରକୁ ଏମିତି ଛୋଟ ଛୋଟ କରି କାଟିକି ପକେଇବା। ଏବେ ଗ୍ୟାସ୍ର ଫ୍ଲେମ୍କୁ ହାଇ ରଖିବା ଆଉ ପାସ୍ତା ଗୁଡ଼ିକୁ ଭଲସେ ପୁରା ମିଶାଇବା। ଦେଖନ୍ତୁ ଆମର ଫାଇନାଲି ଏବେ ଅଣ୍ଡା ପାସ୍ତା ବନା ହେଇକି ପୁରା ରେଡ଼ି। ଏବେ ଚାଲନ୍ତୁ ଆକୁ ଗୋଟେ ପ୍ଲେଟ୍କୁ ବାହାର କରିଦେବା ଆଉ ସର୍ଭ କରିବା। ଆପଣମାନେ ଥରେ ଏମିତି ମୋ ଷ୍ଟାଇଲରେ ଅଣ୍ଡା ପାସ୍ତାକୁ ଆପଣମାନଙ୍କ ଘରେ ବନାନ୍ତୁ, ସମସ୍ତଙ୍କୁ ଖାଇବାକୁ ଦିଅନ୍ତୁ ଆଉ ଫାଇନାଲି ମୋତେ କମେଣ୍ଟରେ ଜଣାଇବେ ଟେଷ୍ଟ କେମିତି ଥିଲା। ତ ଭିଡ଼ିଓ ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ଜୟ ଶ୍ରୀ ଜଗନ୍ନାଥ।